ସକାଳ ପିଲାମାନେ, ତୁମମାନଙ୍କୁ ଉତ୍କର୍ଷ ଓଡ଼ିଆ କ୍ଲାସ୍କୁ ସ୍ୱାଗତ। ଆଚ୍ଛା ପିଲାମାନେ, ତୁମମାନେ ଗୀତ ଶୁଣିବାକୁ ଭାରି ଭଲ ପାଅ ନା? ତେଣୁ ସେମିତି ଆଜି ଆମେ କିଛି କବିତାକୁ ପଢ଼ିବା ଓ ତାକୁ ଆଲୋଚନା କରିବା ଓ ତା'ର ଗଦ୍ୟ ରୂପକୁ ଲେଖିବା ଏବଂ ସହଯୋଗାତ୍ମକ ଶିକ୍ଷଣ ସୋପାନର କାର୍ଯ୍ୟପତ୍ରିକା 37, 44, 65 ଓ 68କୁ ଆଲୋଚନା କରିବା। ବର୍ତ୍ତମାନ ତୁମେମାନେ କାର୍ଯ୍ୟପତ୍ରିକା 44 ଓ ପୃଷ୍ଠା 65କୁ ଦେଖ। ତଳେ ଦିଆଯାଇଥିବା କବିତାଟିକୁ ପଢ଼ି ପ୍ରଶ୍ନଗୁଡ଼ିକର ଉତ୍ତର ଦେବାକୁ ଚେଷ୍ଟା କର। ଆମ କବିତାଟିକୁ ପଢ଼ୁଛି, ତୁମେମାନେ ମନ ଦେଇ ଶୁଣ। ଜୀବନଟା ହସ ଖୁସି ସୁଖ ଦୁଃଖ ଭରା, ଆନନ୍ଦ ଓ ବିଷାଦର ଛୋଟିଆ ପସରା। ଜନମରୁ ମୃତ୍ୟୁ ଯାଏ ଯାର ପରିସୀମା, କେତେ ସ୍ମୃତି ବିସ୍ମୃତିର ମଧୁର ଝରଣା। ବହୁ ଥାଏ ଦିନ ରାତି କୁଳୁ କୁଳୁ ଛନ୍ଦେ, ଧର୍ମ ଅଧର୍ମର ବା ସୁଲୁ ସୁଲୁ ଗନ୍ଧେ। ପୁଲକିତ ହୁଏ ପ୍ରାଣ ପାଇଯା ପରଶ, ଧନ୍ୟ ହେ ଈଶ୍ୱର ତୁମ ସର୍ଜନା ସରସ। କବିତାଟିରେ କେତୋଟି ବିପରୀତ ଅର୍ଥବୋଧକ ଶବ୍ଦ ରହିଅଛି, ସେଗୁଡ଼ିକୁ ଚିହ୍ନଟ କର ଓ ତଳେ ସେଗୁଡ଼ିକୁ ଲେଖିବା। ଆମେ କବିତାଟିକୁ ପଢ଼ିଲେ, ଏବେ କବିତାରେ କେଉଁ କେଉଁ ବିପରୀତ ଶବ୍ଦ ଅଛି ତାକୁ ଆମେ ଲେଖିବା। ଦେଖ, ସୁଖ ଦୁଃଖ ଗୋଟେ ବିପରୀତ, ସୁଖର ବିପରୀତ ଦୁଃଖ। ସେମିତି ଆନନ୍ଦ ବିଷାଦ, ଜନ୍ମ ମୃତ୍ୟୁ, ଦିନ ରାତି, ଧର୍ମ ଅଧର୍ମ, ହେଲା। ତାପରେ ତୁମେ ଜାଣିଥିବା ସେମିତି ଆଉ 4ଟି ଶବ୍ଦ ଲେଖିବ। କବିତାରେ 2ଟି ଧ୍ୱନ୍ୟାତ୍ମକ ଶବ୍ଦ ରହିଛି, ତାକୁ ଚିହ୍ନାଇ ଲେଖ। ଯେପରି ସାଇଁ ସାଇଁ, ସେମିତି କୁଳୁ କୁଳୁ, ସୁଲୁ ସୁଲୁ। ଆଉ ବାକି ତୁମେ ଜାଣିଥିବା ଆଉ କିଛି ଶବ୍ଦକୁ ଲେଖିବ। ଏଗୁଡ଼ିକ ସବୁ ଧ୍ୱନ୍ୟାତ୍ମକ ଶବ୍ଦ, କିଛି ତା'ର ଧ୍ୱନିର ଆହ୍ୱାନ ମିଳୁଥାଏ, ତେଣୁ ଏଗୁଡ଼ା ହେଉଛି ଧ୍ୱନ୍ୟାତ୍ମକ ଶବ୍ଦ। ତୁମେ ଜାଣିଥିବା ଆଉ କିଛି ଶବ୍ଦକୁ ଲେଖିବ। ତାପରେ କାର୍ଯ୍ୟପତ୍ରିକା 37 ଓ ପୃଷ୍ଠା 59କୁ ଦେଖ। ନିମ୍ନରେ ଦିଆଯାଇଥିବା ଶବ୍ଦଗୁଡ଼ିକୁ ପଢ଼। ମୁଁ ଶବ୍ଦଗୁଡ଼ିକ ପଢ଼ୁଛି, ତୁମେ ଶୁଣ। କରମ ପରାଣରେ ଜନମି, ସପନେ ସ୍ମୃତି ପଥେ ପୌଷ ସ୍ନେହ ଗିରିଶମ ଶୟନ ଶୈଳ। ଆସ ପ୍ରଶ୍ନ 1 ଦେଖ। ଆସ ଉପରେ ଥିବା ଶବ୍ଦଗୁଡ଼ିକର ଗଦ୍ୟ ରୂପରେ ଯାହା ହେବ ଲେଖିବା। ଏଗୁଡ଼ିକ ସବୁ ପଦ୍ୟ ରୂପରେ ଅଛି, ଆମେ ତାକୁ ଗଦ୍ୟ ରୂପରେ ଲେଖିବା। କରମ କର୍ମ, ପରାଣରେ ପ୍ରାଣରେ, ଜନମି ଜନ୍ମି, ସପନେ ସ୍ୱପ୍ନେ, ସ୍ମୃତି ପଥେ ସ୍ମୃତି ପଥେ, ପୌଷ ପୌଷ, ସ୍ନେହ ସ୍ନେହ, ଗିରିଶମ ଗ୍ରୀଷ୍ମ, ଶୟନ ଶୟନ, ଶୈଳ ଶୈଳ। ପ୍ରଶ୍ନ 2, ଏହି ପଦ୍ୟ ରୂପଗୁଡ଼ିକ ତୁମ ପଢ଼ା ବହିର ଯେଉଁ ପଦ୍ୟରୁ ମିଳୁଛି ସେହି ପଦ୍ୟର ନାମ ଲେଖିବା। ଏହି ପଦ୍ୟ ରୂପଗୁଡ଼ିକ ତୁମ ଯେଉଁ ଓଡ଼ିଆ ବହିରେ ଯେଉଁ ବିଷୟରେ ଅଛି, ତୁମେ ସେହି ପଦ୍ୟର ନାମଟିକୁ ଲେଖିବ। ସେମିତି ତୁମେମାନେ କାର୍ଯ୍ୟପତ୍ରିକା 65 ଓ 68କୁ କବିତା ପଢ଼ି ତାକୁ ପ୍ରଶ୍ନର ଉତ୍ତର ଦେବ। ଧନ୍ୟବାଦ।